ଭାରତୀୟ ଷ୍ଟେଟ୍ ବ୍ୟାଙ୍କରୁ ଋଣ ନେଇ ବହୁ ସ୍ୱୟଂ ସହାୟକ ଗୋଷ୍ଠୀ ବ୍ୟବସାୟ କରି ସ୍ୱାବଲମ୍ବୀ ହେଉଛନ୍ତି। ଏହାକୁ ଆହୁରି ତ୍ୱରିତ କରିବା ପାଇଁ ଜଗତସିଂହପୁର ଜିଲ୍ଲା ଓଡ଼ପଡ଼ାସ୍ଥିତ ଗୋଲ୍ଡେନ୍ ପ୍ୟାଲେସ୍ ମଣ୍ଡପରେ ଏସ୍ବିଆଇ ପକ୍ଷରୁ ଏକ ମେଗା ଏସ୍ଏଚ୍ଜି ମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୁଆରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଋଣ ନେଇ ସ୍ୱାବଲମ୍ବୀ ହେଉଛନ୍ତି ବୋଲି କହିଥିଲେ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ସିଜିଏମ୍ ଚନ୍ଦ୍ରଶେଖର ଶର୍ମା ଯୋଗଦେଇ କହିଥିଲେ ଯେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ସହ ଏସ୍ବିଆଇ ସବୁବେଳେ ରହିଛି, ତେଣୁ ବ୍ୟାଙ୍କରୁ ଋଣ ନେଇ ଆଗକୁ ବଢ଼ିବାକୁ ସେ ଆହ୍ୱାନ ଦେଇଥିଲେ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଡିଜିଏମ୍ ସଞ୍ଜୟ ଝା କହିଥିଲେ ଯେ ଜଗତସିଂହପୁର ଜିଲ୍ଲାରେ ଏସ୍ବିଆଇ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସବୁଠାରୁ ଅଧିକ ଋଣ ପ୍ରଦାନ କରୁଛି। କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅନ୍ୟତମ ଅତିଥି ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଆର୍ଏମ୍ ସୁଭାଷ ଚନ୍ଦ୍ର ବେହେରା କହିଥିଲେ ଯେ ଏସ୍ବିଆଇ ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଭାବେ ଭଲ ବ୍ୟବସାୟ କରୁଛି। ରଘୁନାଥପୁର ଏସ୍ବିଆଇ ଶାଖା ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲାରେ କୃଷି ବ୍ୟବସାୟ, ଶିଳ୍ପ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଋଣ ଦେବାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି। ଏଥିପାଇଁ ସେ ସିଜିଏମ୍କୁ ସାଧୁବାଦ ଜଣାଇବା ସହ ରଘୁନାଥପୁର ଶାଖା ପରିଚାଳକ ହରିଦ୍ରାକ୍ଷୀ ଦାରୁରୂପା ତ୍ରିପାଠୀଙ୍କୁ ପ୍ରଶଂସା କରିଥିଲେ। ଏହି ଅବସରରେ ବ୍ୟାଙ୍କ ପକ୍ଷରୁ 272ଟି ଏସ୍ଏଚ୍ଜିକୁ 4,50,00,000 ଟଙ୍କାର ଋଣ ମଞ୍ଜୁର କରାଯାଇଥିଲା। ଜିଲ୍ଲାପାଳ 20ଟି ଏସ୍ଏଚ୍ଜିକୁ 7 ଲକ୍ଷ ଟଙ୍କା, 2ଟି ଅଟୋରିକ୍ସା ଓ 2ଟି ଟ୍ରାକ୍ଟର ଋଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ବିଡିଓ ତପନ ସେନାପତି ଏବଂ ଫିଲ୍ଡ ଅଫିସର ଆର୍ କିରଣ କୁମାର ମଧ୍ୟ ଉପସ୍ଥିତ ଥିଲେ। ସିଜିଏମ୍ ଚନ୍ଦ୍ରଶେଖର ଶର୍ମା ରଘୁନାଥପୁର ଏସ୍ବିଆଇ ଶାଖା ପରିଚାଳକ ହରିଦ୍ରାକ୍ଷୀ ଦାରୁରୂପା ତ୍ରିପାଠୀଙ୍କୁ ଏସ୍ଏଚ୍ଜି ଗ୍ରୁପ୍ଗୁଡ଼ିକୁ ଆହୁରି ଅଧିକ ଋଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ହରିଦ୍ରାକ୍ଷୀ ଦାରୁରୂପା ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। କଟକରୁ କମଲ କୁମାର ନାୟକଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍ ରୁମ୍।